ବିରଳ ପ୍ରଜାତିର କଳା ବାଘୁଣୀର ମୃତ୍ୟୁ। ଶିମିଳିପାଳ ଜାତୀୟ ଉଦ୍ୟାନରେ କଳା ବାଘୁଣୀର ମୃତ୍ୟୁ। ମୃତ ବାଘୁଣୀ 5 ବର୍ଷ ବୟସର ବୋଲି ଜଣାପଡ଼ିଛି। ବନ ବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି। ଖବର ଅନୁଯାୟୀ ଗତ 6 ତାରିଖରେ ଉପର ବାରହାକମୁଡ଼ା ରେଞ୍ଜର ଦୁଧିଆଣୀ ନିକଟରେ ବାଘ ମରି ପଡ଼ିଥିବା ଦେଖିବାକୁ ପାଇଥିଲେ ପେଟ୍ରୋଲିଂ ଟିମ୍। ଏହାପରେ ପେଟ୍ରୋଲିଂ ଟିମ୍ ତୁରନ୍ତ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ। ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ ପ୍ରକାଶ ଚାନ୍ଦ ଗୋଗିନେନି ଡାକ୍ତର ଟିମ୍ଙ୍କ ସହ ଅନ୍ୟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ଦେଖନ୍ତୁ 91 ମସିହାରୁ ଶିମିଳିପାଳରେ ଜୀବଜନ୍ତୁଙ୍କ ଉପରେ କାମ କରିକି ମୁଁ ଆଜି ଯାଇ ଶୁଣିନି କେବେ ଯେ ବାଘ ସାପ ଦ୍ୱାରା ମରିଛି। ସାପ ଚୋଟରେ ବାଘ ମରିବାଟା ମୁଁ କେବେ ଶୁଣିନି। ତ ଯଦି କହୁଛନ୍ତି ତାହେଲେ OUAT ଯାଇଛି ଲ୍ୟାବୋରେଟୋରୀକୁ ଟେଷ୍ଟ ହେଇକି ଆସିବା ପାଇଁ, କିନ୍ତୁ ତଥାପି ମୋର ବିଶ୍ୱାସ ନୁହେଁ। କାରଣ ଯୋଉଟା କେବେ କୋଉଠି ରେକର୍ଡ ନାହିଁ, ମୁଁ ବଡ଼ ବଡ଼ ୱାଇଲ୍ଡ ଲାଇଫଙ୍କ ସାଙ୍ଗରେ ବି କଥା ହଉଥିଲେ ଏ ବିଷୟରେ, ସେମାନେ ବି ହସିଲେ। ଏଟା ରେକର୍ଡରେ ନାହିଁ। ତ OUATରୁ ରିପୋର୍ଟ ଆସିଲା ପରେ ଯାଇକି ଠିକରେ ଜାଣି ହବ ସତ କଣ। ସାରସକଣା ବ୍ଲକ ପ୍ରତିନିଧି ଦେବାଶିଷ ଶତପଥୀଙ୍କ ରିପୋର୍ଟ, ଦଶଭୁଜା ଟିଭି।